ଆପଣମାନଙ୍କର ଘରରେ ଠାକୁର କେମିତି ରଖି ପୂଜା କରୁଛନ୍ତି ଏବଂ କେଉଁ ଦିଗରେ ରଖୁଛନ୍ତି, ରଖିବାର ପ୍ରଣାଳୀ କେମିତି ସ୍ଥାପିତ କରାଯିବ ତା ବିଷୟରେ ଆମେ ଜାଣିବା। ଜୟ ଜଗନ୍ନାଥ। ମୁଁ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା। ମୁଖ୍ୟ ଜିନିଷ, ପ୍ରତ୍ୟେକ ଘରରେ ଯେମିତି ଆମେ ଶୋଇବା ପାଇଁ ଗୋଟେ ଘର ଆବଶ୍ୟକ, ଠିକ୍ ଠାକୁରଙ୍କୁ ରଖିବା ପାଇଁ ମଧ୍ୟ ସେମିତି ଗୋଟେ ଘର ଆବଶ୍ୟକ। ଠାକୁର ରହିଲେ ଜଳ ତତ୍ତ୍ୱରେ ଠାକୁରଙ୍କୁ ସ୍ଥାପିତ କରାଯାଏ। ଜଳ ତତ୍ତ୍ୱ ପୂର୍ବ ଉତ୍ତର କୋଣ, ଈଶାନ୍ୟ କୋଣରେ ଠାକୁରଙ୍କୁ ହିଁ ଆପଣ ସ୍ଥାପିତ କରିବେ ବା ଠାକୁରଙ୍କର ଘର ତିଆରି କରିବେ। ଆମେ କେମିତି ଠାକୁରଙ୍କୁ ରଖିବା ଏ ବିଷୟ ଜାଣିବା। ବହୁତ ଲୋକ ଠାକୁରଙ୍କର ଯେକୌଣସି ଫାଙ୍କା ଜାଗା ଥାଏ, କିଏ ଅଗ୍ନିକୋଣରେ, କିଏ ନୈಋତ କୋଣରେ, କିଏ ପଶ୍ଚିମ ପଟରେ, କିଏ ଉତ୍ତର ପଟରେ, କିଏ ଦକ୍ଷିଣ ପଟରେ, ପ୍ରାୟ ଯାହାର ଯେମିତି ଫାଙ୍କା ଥାଏ ରୁମ୍ ସୋ କରିସାରିଲା ପରେ ମନ ଇଚ୍ଛା ଯେଉଁଠି ଠାକୁରଙ୍କୁ ସ୍ଥାପନା କରାଯାଏ। ସେ ମଧ୍ୟ ବାସ୍ତୁର ସମ୍ପୂର୍ଣ୍ଣ ବିରୋଧ। କାରଣ ଠାକୁରଙ୍କର ଜାଗା ହେଲା ପୂର୍ବ ଉତ୍ତର କୋଣ ଏବଂ ପୂର୍ବ ଉତ୍ତର କୋଣରେ ପୂର୍ବ ପାଖ କାନ୍ଥରେ ଠାକୁର ରଖିଲେ ସବୁଠାରୁ ଭଲ ଫଳଦାୟକ ହୋଇଥାଏ, ବାସ୍ତୁ ପାଇଁ ମଙ୍ଗଳ ହୋଇଥାଏ। କାରଣ ସେ ପୂର୍ବ ଉତ୍ତର କୋଣ ହେଉଛି ବାସ୍ତୁ ପୁରୁଷର ମୁଣ୍ଡ ଏବଂ ସେଟାକୁ କୁହାଯାଏ ଈଶାନ୍ୟ। ଗାଉଁଲି ମତରେ ତାକୁ କୁହନ୍ତି ଈଶାଣ ବା ଈଶ୍ୱରଙ୍କ କୋଣ। ସେଠି ହିଁ ଈଶ୍ୱରଙ୍କୁ ସ୍ଥାପିତ କରିବା ସବୁଠୁ ଫଳଦାୟକ ହୋଇଥାଏ। ଯଦିଓ କିଛି ଲୋକଙ୍କର ସ୍ଥଳ ବିଶେଷରେ ଜାଗା ସୁବିଧା ନଥାଏ, ସେ ମଧ୍ୟ ପୂର୍ବ ପଟ କାନ୍ଥ ରଖିପାରିବେ, ଆଉ ମଧ୍ୟ ଉତ୍ତର ପଟ କାନ୍ଥ ରଖିପାରିଲେ ସେ ମଧ୍ୟ ବାସ୍ତୁ ପାଇଁ ଭଲ ଫଳ ଦେଇଥାଏ। କିନ୍ତୁ ସବୁଠାରୁ ଭଲ ଫଳଦାୟ ଦେଇଥାଏ ଉତ୍ତର ପୂର୍ବ କୋଣରେ ପୂର୍ବପଟ କାନ୍ଥ ରଖିବେ। ଆମେ ଠାକୁରଙ୍କୁ କେମିତି ସ୍ଥାପନା କରିବା? ଆମ ସାଧାରଣତଃ ଆମର ଘରର ଗ୍ରେଟ୍ ବିମ୍ ବା ଘରର ତଳି ତାଜା ଯେଉଁ ଅଛି ଫ୍ରେମ୍, ତାଠାରୁ ମିନିମମ୍ 12 ଇଞ୍ଚ ଉପରକୁ ରଖିବେ। ବହୁତ ଲୋକ ଠାକୁର ଘରେ ଗ୍ରାନାଇଟ୍ ମାର୍ବଲ ତାକୁ ଦେଇକି ଠାକୁର ଘରକୁ ସଜେଇକି ରଖିଥାନ୍ତି ଏବଂ ଠାକୁର ଘର ମଣ୍ଡପ ଭଳିଆ କରନ୍ତି। କିନ୍ତୁ ବାସ୍ତୁ ମତେ ଏହା ସମ୍ପୂର୍ଣ୍ଣ ବିରୋଧ। କାରଣ ସେ ବାସ୍ତୁ ପୁରୁଷର ମୁଣ୍ଡ, ଘରର ମୁଣ୍ଡ, ସେ ଜାଗାକୁ ଯେତେ ହାଲୁକା କରିବା ଆବଶ୍ୟକ। ଲିମ୍ବ କାଠ କିମ୍ବା ଶାଳ କାଠ, এই କାଠରେ ଗୋଟେ ଛୋଟ ପିଣ୍ଡି ତିଆରି କରିବେ। ସେ ପିଣ୍ଡିରେ ଠାକୁରଙ୍କୁ ଗୋଟେ ଲାଇନ୍ରେ ଗୋଟେ ଧାଡ଼ିରେ ବସେଇବେ। କିଛି ବ୍ୟକ୍ତି ଥାନ୍ତି ଠାକୁରଙ୍କୁ ଆଗ ପଛ 4 ଲାଇନ୍ 5 ଲାଇନ୍ କରିଥାନ୍ତି। ସେ ମଧ୍ୟ ବାସ୍ତୁ ବିରୋଧୀ ହେଇଥାଏ। କାରଣ ଆମେ ଭଲ ଉର୍ଜା ପାଇବା ପରିବର୍ତ୍ତେ ଖରାପ ଉର୍ଜା ମଧ୍ୟ ଆମକୁ ପ୍ରବେଶ କରିଥାଏ। ବହୁତ ଲୋକ ଠାକୁର ଘରେ କଳା ରଙ୍ଗ ଦେଇଥିବେ, ସବୁଜ ରଙ୍ଗ ଦେଇଥିବେ, ନାଲି ରଙ୍ଗ ଦେଇଥିବେ। ନା, ସେ ଜାଗାଟା ହେଉଛି ଈଶାନ୍ୟ କୋଣ। ଈଶାନ୍ୟ କୋଣର ଅଧିପତି ହେଲେ ମହାଦେବ ଶିବ। ସେ ଘରେ ହଳଦିଆ କରନ୍ତୁ କିମ୍ବା ଧଳା କରନ୍ତୁ। ବୃହସ୍ପତିଙ୍କର ଦିଗ, ଦେବଗୁରୁ ବୃହସ୍ପତିଙ୍କର ଦିଗ ହେଲା ହେଉଛି ଈଶାନ୍ୟ କୋଣ। ତେଣୁକରି ହଳଦିଆ କଲେ ସବୁଠୁ ଭଲ ହୋଇଥାଏ ଏବଂ ଶିବଙ୍କର ଜାଗା ଥାଏ ଯେହେତୁ ତାକୁ ଧଳା କଲେ ମଧ୍ୟ ଭଲ ହୋଇଥାଏ। ସେ ଜାଗାକୁ ବହୁତ ହାଲୁକା ରଖିବେ, କାଠରେ ନିର୍ମିତ କରିବେ ଏବଂ ଉପରେ ମଧ୍ୟ ବହୁତ ଥାଆନ୍ତି ଗମ୍ବୁଜ ଆକାର କରିଥାନ୍ତି, ସିମେଣ୍ଟରେ କରିଥାନ୍ତି, ପ୍ରକାର କରିଥାନ୍ତି। ସେ ମଧ୍ୟ କରିବା ବାସ୍ତୁ ବିରୋଧୀ ହୋଇଥାଏ। କଲେ ବାସ୍ତୁ ପୁରୁଷର ମୁଣ୍ଡ ଯଦି ଓଜନ ହେଲା, ସେ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ସବୁବେଳେ ପାଇଁ ଚିନ୍ତାଗ୍ରସ୍ତ ଏବଂ ଥାନ୍ତି ଏବଂ ସେ ଘରର ମୁଖ୍ୟ ବ୍ୟକ୍ତି ରୋଗଗ୍ରସ୍ତ ମଧ୍ୟ ହୋଇପାରନ୍ତି ଯଦି ଠାକୁର ଘରେ କୌଣସି ଓଜନ ଜିନିଷ ରଖନ୍ତି। ବହୁତ ବ୍ୟକ୍ତି ଠାକୁରଙ୍କ ଘରେ ପଇସା ରଖନ୍ତି, ଜମି କାଗଜପତ୍ର ମଧ୍ୟ ରଖନ୍ତି, ତାହା ମଧ୍ୟ ନକାରାତ୍ମକ ଶକ୍ତି ମଧ୍ୟ ଦେଇଥାଏ। ଠାକୁର ଘରେ ସବୁବେଳେ ପାଇଁ ସଫା ରଖିବା, ଭଲ ଜାଗା ଟିକେ ମଧ୍ୟ ରଖିବା, ଅଧିକ ଜାଗା ରଖିବା। କାରଣ ଦେବଗୁରୁ ବୃହସ୍ପତି, ତେଣୁ ଗୁରୁମାନଙ୍କ ପାଖକୁ ଦେବତାମାନେ ମଧ୍ୟ ଆଲୋଚନା କରିବେ, ସେ ଜାଗାକୁ ଆସନ୍ତି। ସେମିତି ଭଲ ପରିଷ୍କାର ଜାଗା ରଖିଥିବା ଏବଂ ସୁନ୍ଦର ରଖିଥିବା। ଆଉ ଠାକୁର ଘରେ ମଧ୍ୟ ବହୁତ ରଖନ୍ତି ଛୁରୀ, ପନିକି, କଟୁରୀ ରଖନ୍ତି ଫଳ କାଟିବା ପାଇଁ, ସେ ମଧ୍ୟ ଠାକୁର ଘରେ ରଖିବା କଥା ନୁହଁ। ଦିଆସିଲ୍, ମାର୍ଚିସ୍ ମଧ୍ୟ ଠାକୁର ଘରେ ମଧ୍ୟ ତାକୁ ସ୍ଥାପିତ କରିବା କଥା ନୁହେଁ। ଆବଶ୍ୟକ ପଡ଼ିବ ଆମେ ନେବା, ପୁଣି କାମ ସାରି ପୁଣି ଆଣି ଜାଗାରେ ରଖିବା। ଠାକୁର ଘରେ ବହୁତ କମ୍ ଜିନିଷ ରଖନ୍ତୁ, ସଫା ରଖନ୍ତୁ ଏବଂ ଠାକୁର ଘର କାନ୍ଥକୁ ଧଳା କିମ୍ବା ହଳଦିଆ କରନ୍ତୁ ଏବଂ ଦୀପକୁ ଅଗ୍ନିକୋଣ ଜାଣିଲେ ସବୁଠାରୁ ଭଲ ଫଳଦାୟୀ ହୋଇଥାଏ।